ସାପୁଆପଦା ରାସ୍ତାରୁ ବେଆଇନ ଗୋଚାରଣକାରୀଙ୍କୁ କାବୁ କଲେ ଗୋସେବକ। ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ଥାନା ଅଧୀନସ୍ଥ ସାପୁଆପଦା ରାସ୍ତାରୁ ମଙ୍ଗଳବାର ସକାଳ ସମୟରେ ବେଆଇନ ଗୋଚାରଣକାରୀଙ୍କୁ କାବୁ କଲେ ସୁକିନ୍ଦା ଗୋସେବକ। ସୂଚନା ମୁତାବକ ଲେମ୍ବ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଲେମ୍ବ ଗ୍ରାମର ବାସିନ୍ଦା ଗୋବଂଶୀ ମଳୟ ଓ ଅମ୍ବୁଜ ଦୁଇ ଭାଇଙ୍କ ସହିତ ଲେମ୍ବ ଗ୍ରାମର ଅନ୍ୟ କିଛି ବ୍ୟକ୍ତି ବେଆଇନ ଭାବେ 10 ହଳ ଗୋରୁ ନେଇ ଯାଉଥିବା ବେଳେ ସୁକିନ୍ଦା ଗୋସେବକମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୋବଂଶକୁ ଉଦ୍ଧାର କରି ଚାଲାଣକାରୀ ଦୁଇ ବ୍ୟକ୍ତିଙ୍କୁ କାବୁ କରି ସୁକିନ୍ଦା ଥାନାରେ ଜିମା ଦେଇଥିବା ମଙ୍ଗଳବାର ସକାଳ ସମୟରେ ଦେଖିବାକୁ ମିଳିଛି। ସୁକିନ୍ଦା ଅଞ୍ଚଳର କିଛି ଯୁବକ ଏହି ବେପାରୀମାନଙ୍କ ଠାରୁ ଟଙ୍କା ନେଇ ତାଙ୍କୁ ସହଯୋଗ କରୁଥିବା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଗୋରୁ ବେପାରୀ। ଅମ୍ବୁଜ ପ୍ରଧାନ ଲେମ୍ବୁ କଣ ଘଟଣା ଘଟୁଛି? ତମ କୁଆଡେ ନେଇକି ଯାଉଥିଲ? ଇଏ ମିଟୁନା ମାଲିକ ଗୋରୁ ନେଇକି ଯାଉଥିଲୁ। ନଟିଆ ପୁଅ ନଟ ମହାକୁଡ଼ ଥାନା ମିଟୁନା। ସିଏ କୋଉଠୁ ଗାଈ କିଣିଥିଲେ? କଣ୍ଟି ପ୍ରଥମରୁ କୁହନ୍ତୁ। ସେ ହରିପୁରରୁ ସିଏ କିଏ? ମିଟୁନା ସେମିତି କୁହନ୍ତୁ। ମିଟୁନା ହରିପୁରରୁ ଆଣିକିରି ରଖିଥିଲା। ତା ବାରି ପଛପଟେ ବାନ୍ଧିଥିଲା ଶାଗୁଆନୀ ଗଛରେ। ତାପରେ କାଲି ରାତିରେ ନେଉଥିଲୁ ଧରା ପିଲା। କେତେ ହଳ ଅଛନ୍ତି ଗାଈ? 20ଟା। 20 ହଳ? 20ଟା ନାଇଁ ଦାମୁନ ନା 10 ହଳ। କୋଉଠି ଆମକୁ ନେଇକି ଯାଉଥିଲେ? ଦୁର୍ଗାପୁର। ଏଠି ନେଇ କାହାକୁ ଦିଅନ୍ତି? କାହାକୁ ଦିଅନ୍ତି ମୁଁ ସେଇଟା କହିପାରିବିନି। ସେଠି କିଏ ଯାଆନ୍ତି? ସେଠି ଇଏ ନେଇ ଛାଡ଼ି ଦିଅନ୍ତି, ସେଠୁ ଆସିକି ସେ ଆଣିବେ।